ସବିତା ବହୁତ ଦିନ ପରେ ତମକୁ ଏକ କବିତା ପଠାଉଛି। ସ୍ମୃତି ସାନ୍ତ୍ୱନାର ମାସିକ ସବିତା ବହୁତ ଦିନ ପରେ ତମ କବିତା ଆସର ପାଇଁ ଗୋଟିଏ କବିତା ପଠାଉଛି। କବିତାର ନାମକରଣ ଏମିତି ଏକ ଜୀବନ ଲୋଡ଼ା। ମୋର ଏମିତି ଏକ ଜୀବନ ଲୋଡ଼ା, ସରିବନି ଭାଙ୍ଗିବନି କାଳ ଗ୍ରାସିବନି। କୀଟଦ୍ରଷ୍ଟ ବି ନୁହେଁ ମାୟାମୃଗ ପଛେ ଧାଇଁ ଟୋପାଏ ଜଳ ସନ୍ଧାନରେ। ଶୋଇଥିବା ଫୁଲଙ୍କ ଢେଉରେ ପବନର ହାତ, ଭୋକିଲା ପେଟରେ ଛିଣ୍ଡା ଶାଢ଼ୀ ତଳେ ସ୍ୱପ୍ନ। ସେଠି ଥାଉ ଭୋକର ଦୁଃଖ, ଦେହର ଦୁଃଖ। ଚାରିଦିନ ନ ଖାଇଥିବା ରାସ୍ତା କଡ଼େ ଶୋଇ ଜୀବନ ସଙ୍ଗୀତ ପଛେ ଧାଉଁଥିବା ଭିକାରୀର ଦୁଃଖ। ମୋର ଏମିତି ଏକ ଜୀବନ ଲୋଡ଼ା। ସେଠି ସବୁ ଅଛି ଅମୃତ ଓ ବିଷ, ସେଠି ସବୁ ଅଛି ପଲଙ୍କର ସୁଖ, ରାଜଦଣ୍ଡର ଦୁଃଖ। ସେଠି ସବୁ ଅଛି ଦ୍ରୌପଦୀର ଶାଢ଼ୀ, ରାଧିକାର ପ୍ରତୀକ୍ଷା ରହିଛି। ମୋର ଏମିତି ଏକ ଜୀବନ ଲୋଡ଼ା। ଉଦ୍ଧତ ନଈର ବନ୍ୟା, ଡାକବଙ୍ଗଳାର ନିସଙ୍ଗତା, ନିଛାଟିଆ ସମୁଦ୍ର କୂଳର ପ୍ରତିଧ୍ୱନି, ମେଳାର କିଣାବିକା ବେଲୁନ୍ର ଦୃଶ୍ୟ। ମୋର ଏମିତି ଏକ ମୃତ୍ୟୁ ଲୋଡ଼ା। ଚିତ୍ରକୂଟରୁ ଗନ୍ଧମାର୍ଦ୍ଦନ, ଲଙ୍କାଗଡ଼ ଜୟ କରି, ବାରମ୍ବାର ଅଗ୍ନି ପରୀକ୍ଷାର ଜ୍ୱାଳା ସହ୍ୟ କରି ଥରେ ମାଟି ଚିରି ପାଦ ଦବିଗଲେ। ପୁରବାସୀ ତୁମେ ଚାହିଁଥାଅ, ରାମଚନ୍ଦ୍ର ତୁମେ ସୁବର୍ଣ୍ଣ ସୀତାକୁ କୋଳାଗ୍ରତ କର। ରାମଚନ୍ଦ୍ର ତୁମେ ସୁବର୍ଣ୍ଣ ସୀତାକୁ କୋଳାଗ୍ରତ କର। ଧନ୍ୟବାଦ।